ଗଣେଶଙ୍କ ଦୁଇଟି ବିବାହ ହୋଇଥିଲା। ସିଦ୍ଧି ଏବଂ ବୁଦ୍ଧିଙ୍କ ସହିତ ବିବାହର କାହାଣୀ ଚାଲନ୍ତୁ ଶୁଣିବା। ଆମେ ପ୍ରଭୁ ଗଣେଶଙ୍କୁ ଜ୍ଞାନ, ବିବେଚନ ଏବଂ ଦୀକ୍ଷାର ଦେବତା ଭାବରେ ପୂଜା କରୁ। କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଯେ ଗଣେଶ ମଧ୍ୟ ଦୁଇଟି ଅନ୍ୟାନ୍ୟ ଶକ୍ତି ସହିତ ବିବାହ କରିଥିଲେ, ଯାହାର ନାମ ସିଦ୍ଧି ଏବଂ ବୁଦ୍ଧି। ଏହା କୌଣସି ସାଧାରଣ ବିବାହ ନଥିଲା, ବରଂ ବିଶ୍ୱ ସନ୍ତୁଳନ ଏବଂ ଆଧ୍ୟାତ୍ମିକ ବାସ୍ତବତାର କାହାଣୀ ଥିଲା। ଏହି କାହାଣୀ ସେହି ସମୟରେ ଯେତେବେଳେ ଗଣେଶ ଶିବ ଏବଂ ପାର୍ବତୀଙ୍କ ପୁତ୍ର ଭାବରେ କୈଳାସରେ ବାସ କରୁଥିଲେ ଏବଂ ତାଙ୍କର ଅସାଧାରଣ ଜ୍ଞାନ ଯୋଗୁଁ ଧୀରେ ଧୀରେ ସମସ୍ତ ଦେବତାଙ୍କ ପ୍ରିୟ ହୋଇଥିଲେ। ଥରେ ଦେବତାମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ଯେ ବ୍ରହ୍ମାଣ୍ଡର ସବୁଠାରୁ ଯୋଗ୍ୟ ଦେବତାଙ୍କୁ ବିବାହ କରିବା ଉଚିତ, ଯାହାଦ୍ୱାରା ଭବିଷ୍ୟତରେ ଧର୍ମ, ନୀତି ଏବଂ ଜ୍ଞାନକୁ ଆଗକୁ ବଢ଼ାଯିବ। ସମସ୍ତଙ୍କର ନଜର ଗଣେଶଙ୍କ ଉପରେ ପଡ଼ିଲା, କାରଣ ସେ କେବଳ ଅତ୍ୟନ୍ତ ବୁଦ୍ଧିମାନ ନଥିଲେ, ବରଂ ତାଙ୍କର ସଂଯମ, ଧୈର୍ଯ୍ୟ ଏବଂ ସ୍ଥିରତାର ଏକ ଅନନ୍ୟ ମିଶ୍ରଣ ମଧ୍ୟ ଥିଲା। କିନ୍ତୁ ସମସ୍ୟା ଥିଲା ଯେ ତାଙ୍କର ରୂପ କିଛି ଭିନ୍ନ ଥିଲା। ବଡ଼ ପେଟ, ହାତୀର ମୁଣ୍ଡ, ଛୋଟ ଯାନ ଏବଂ ଧୀର ଗତି। ଅନେକ ଦେବୀ ତାଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ଶିବ ପାର୍ବତୀ ଚିନ୍ତିତ ହୋଇଗଲେ। ତାପରେ ନାରଦ ମୁନି ସେଠାକୁ ଆସିଲେ ଏବଂ ହସି ହସି କହିଲେ, ହେ ମହାଦେବ, ଯାହାର ବୁଦ୍ଧି ଏବଂ ସିଦ୍ଧି ଅଛି ତାକୁ ଆଉ କ'ଣ ଦରକାର? କାହିଁକି ଗଣେଶଙ୍କୁ ଏହି ଦୁଇ ଶକ୍ତି ସହିତ ବିବାହ କରିବେ ନାହିଁ? ଶିବ ପାର୍ବତୀ ଏବଂ ଅନ୍ୟ ଦେବତାମାନଙ୍କୁ ଏହି ଧାରଣା ବହୁତ ପସନ୍ଦ ଆସିଲା। କିନ୍ତୁ ପ୍ରଶ୍ନ ଥିଲା, ସିଦ୍ଧି ଏବଂ ବୁଦ୍ଧି କିଏ? ନାରଦଜୀ କହିଲେ ଯେ ସିଦ୍ଧି ଏବଂ ବୁଦ୍ଧି ବ୍ରହ୍ମାଜୀଙ୍କର ମାନସିକ ସନ୍ତାନ। ସିଦ୍ଧି ଶକ୍ତିର ଅର୍ଥ ହେଉଛି ଯେକୌଣସି କାର୍ଯ୍ୟ ସମାପ୍ତ କରିବାର ଶକ୍ତି ଏବଂ ବୁଦ୍ଧି ଅର୍ଥ ହେଉଛି ଏହାକୁ ବିଚକ୍ଷଣ ଉପାୟରେ ବୁଝିବା। ଯଦି ଏହି ଦୁଇ ଶକ୍ତି ସହିତ କୌଣସି କାର୍ଯ୍ୟ କରାଯାଏ ନାହିଁ, ତେବେ ତାହା କୌଣସି ଫଳ ଦିଏ ନାହିଁ। ବ୍ରହ୍ମାଜୀ ନିଜେ ଗଣେଶଜୀଙ୍କ ଏହି ପ୍ରସ୍ତାବ ପଠାଇଥିଲେ। ସ୍ୱର୍ଗରେ ବିବାହ ମହା ଆଡ଼ମ୍ବର ସହିତ ଆୟୋଜିତ ହୋଇଥିଲା। ଦେବତା, ଋଷି ଏବଂ ଗନ୍ଧର୍ବମାନେ ଏହି ଅବସରରେ ସୁନ୍ଦର ଗୀତ, ବାଦ୍ୟଯନ୍ତ୍ର ଏବଂ ମନ୍ତ୍ରଜପ ସହିତ ପରିବେଶକୁ ପବିତ୍ର କରିଥିଲେ। ଗଣେଶଙ୍କ ମାଳା ପିନ୍ଧାଇବା ସମୟରେ ସିଦ୍ଧି ଏବଂ ବୁଦ୍ଧି ଏକ ସ୍ୱରରେ କହିଲେ, ହେ ଗଣପତି, ଆମେ ଆପଣଙ୍କୁ ଆମର ସ୍ୱାମୀ ଭାବରେ ଗ୍ରହଣ କରୁ, କାରଣ ଆପଣ ହିଁ ଆମ ବିନା ଅପୂର୍ଣ୍ଣ ଏବଂ ଆମେ ଆପଣଙ୍କ ବିନା ଅର୍ଥହୀନ। ଏହିପରି ସିଦ୍ଧି ଏବଂ ବୁଦ୍ଧି ଗଣେଶଙ୍କ ସହିତ ବିବାହ କଲେ ଏବଂ ବିଶ୍ୱକୁ ଏକ ସୁନ୍ଦର ଦିବ୍ୟ ବାର୍ତ୍ତା ମିଳିଲା ଯେ ଯେଉଁଠାରେ ଜ୍ଞାନ ଏବଂ ସିଦ୍ଧି ଉଭୟ ଅଛି, ସେଠାରେ ପ୍ରକୃତ ଜ୍ଞାନ ଏବଂ ସଫଳତା ବାସ କରେ। ବିବାହ ପରେ ଗଣେଶ ମଧ୍ୟ ଦୁଇଟି ପୁତ୍ର ପାଇଲେ, କ୍ଷେମ ଏବଂ ଲାଭ। କ୍ଷେମ ଅର୍ଥ କଲ୍ୟାଣ ଏବଂ ଲାଭ ଅର୍ଥ ପ୍ରାପ୍ତି। ଏହି କାରଣରୁ ଯେତେବେଳେ ଜଣେ ବ୍ୟକ୍ତି ବ୍ୟବସାୟ, ଶିକ୍ଷା, ଲେଖା କିମ୍ବା କଳା ଆରମ୍ଭ କରନ୍ତି, ସେ ପ୍ରଥମେ ଶ୍ରୀ ଗଣେଶାୟ ନମଃ ଲେଖି ଶୁଭ ଲାଭ କାମନା କରନ୍ତି। ଏହି କାହାଣୀର ଗଭୀର ଅର୍ଥ ହେଉଛି ଯେ କେବଳ ବୁଦ୍ଧି ରହିବା ଯଥେଷ୍ଟ ନୁହେଁ, ଯଦି ଏହା ସିଦ୍ଧି ସହିତ ନଥାଏ, ଅର୍ଥାତ୍ ଏହାକୁ କାର୍ଯ୍ୟରେ ପରିଣତ କରିବାର ଶକ୍ତି, ଏବଂ ଉଭୟ କେବଳ ସେତେବେଳେ ଫଳ ପାଆନ୍ତି ଯେତେବେଳେ ଜୀବନରେ ଶ୍ରୀ ଗଣେଶଙ୍କ ପରି ସଂଯମ, ନମ୍ରତା ଏବଂ ଧୈର୍ଯ୍ୟ ଥାଏ। ତେଣୁ ଗଣେଶଙ୍କୁ କେବଳ ପ୍ରଥମ ଦେବତା ଭାବରେ ପୂଜା କରାଯାଏ ନାହିଁ, ବରଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ଚାବିକାଠି ଭାବରେ ମଧ୍ୟ ପୂଜା କରାଯାଏ। ତାଙ୍କର ଦୁଇ ପତ୍ନୀ ସିଦ୍ଧି ଏବଂ ବୁଦ୍ଧି ପ୍ରତୀକ କରନ୍ତି ଯେ ଜ୍ଞାନକୁ ସଠିକ୍ ଦିଗରେ ବ୍ୟବହାର କଲେ ଏବଂ ଏହାର ସିଦ୍ଧିକୁ ନିଆଯାଇଲେ ପ୍ରକୃତ ସଫଳତା ହୋଇଥାଏ। ଯଦି ଏହି କାହାଣୀଟି ଆପଣଙ୍କୁ ଭଲ ଲାଗିଛି, ତେବେ ଚ୍ୟାନେଲକୁ ଲାଇକ୍ ଏବଂ ସବସ୍କ୍ରାଇବ୍ ନିଶ୍ଚୟ କରିବେ।